ମା ମେଟାକାନି ଆମେ ଏଇଟା ଆଜି ତରଳିଆ ରୋଡ଼ କରିକି ଆମେ ପଳେଇଗଲୁ ଆମେ ବ୍ରହ୍ମପୁର କି ବ୍ରହ୍ମପୁର ଗୋଟେ ରୋଡ଼ ଥିଲା। ବ୍ରହ୍ମପୁରକେ ପହଞ୍ଚିଲା ପରେ ଆମେ ଦେଖିଲୁ କି ହିସାବରେ ଆମ୍ବ ଏଇ ଟାଇମ୍ରେ ପଳେଇ ଆଇଲାନ ଯେ ସୀମା ବାହାର ଦେଖ କେତେ ଆମ୍ବ ଗାଡ଼ି ଯେ ଖାଲି ପିକଅପ୍ରେ ପ୍ରତ୍ୟେକ ପିକଅପ୍ରେ ଆମ୍ବ ଗାଡ଼ି ଆମେ ବର୍ତ୍ତମାନ ଲଗେଇଦେଲୁ ଆମର ଆମ୍ବ ମାର୍କେଟରେ ଆମର ତରଭୁଜ ଲୋଡ଼ ହେବା ଏଇଟା ଗୋଟେ ଲାଗିଛି ସେଉ ଗାଡ଼ି ସେଉ ଅଙ୍ଗୁର ସନ୍ତରା ସବୁ ବହୁତ ହୁଏ ଏଇଟା ଦେଖ ଆମର ତରଭୁଜ ଗାଡ଼ିଟା ଲାଗିଛି ତାର ସାଇଡ଼ରେ ଗୋଟେ ଆମ୍ବ ଗାଡ଼ି ବି ଆଇଲାନ 100 କେତେ ଖଣ୍ଡେ ରହୁଛି। ତାପରେ ଆମେ ଦେଖିଲୁ ଆମ୍ବକେ ଏତେ ବଢ଼ିଆ ଲାଗଲା ଯେ ଆମେ ଗଲୁ ଟିକେ କେତେ ଟଙ୍କା କାଣା ବୋଲି ଆମ୍ବ କହିଲାନ ଯେ 150 ଟଙ୍କା କେଜି ବୋଇଲେ କେଜି ନେଇଗଲୁ। ତାପରେ ଆମକୁ ଏନୁ ଟାଉନ୍ ଭଡ଼ା ମିଳିଗଲା ଆମର ଭୁବନେଶ୍ୱର ରୋଡ଼ରେ ଯିବାକୁ ପଡ଼ିଲା 50 କିଲୋମିଟର। 50 କିଲୋମିଟର ଗଲା ପରେ ଆମେ ଦେଖିଲୁ ଯେ ଥଣ୍ଡା ଲୋଡ଼ ହେବା ବୋଇଲେ ଥଣ୍ଡା ଆମେ ଗାଡ଼ି ପୁରା ପେକ୍ କରିଦେଲୁ ଲୋଡ଼ ଦେଲୁ। ସେଟା ଆମର ଲୋଡ଼ ହେଲା ସମ୍ବଲପୁରକେ ଲୋଡ଼ କଲା ପରେ ଆମର ଏଇଟା ସବୁ ତାମାନେ ପୁରା ମେସିନ୍ ଦ୍ୱାରା ସେଗୁଡ଼ି ଲଦେଇ ସାରିଲା ପରେ ଆମେ ଏଇଟା ବାହାରିଲୁ ଏଇଟା ଲଦିକି ଆମେ ପଳେଇ ଆଇଲୁ ଆମର 4 ଛକ ପାଖେ ହେଲା ଯେ ଦେଖିଲା ବେଲେ ଦେଖୁଛୁ ଯେ ଆମର 3-4ଟା ଗାଡ଼ି ଯାଉଛନ୍ ଆଇଥିଲେ ଆମର କେମିତି କହି ନା ପାରେ ମାନେ ହେଲେ 3-4ଟା ଗାଡ଼ି ଯାଉଛନ୍ ଆଗେ ଦେଖ ଗାଡ଼ି ଲେହରେଇ ଯାଉଛି ତାକୁ ଆଗକେ ଆମେ ଯାଇକିରି ପଳେଇ ଗଲୁ ଆମେ ଆଗକେ ଏନ୍ତା ହିସାବରେ ଗାଡ଼ି ସେମାନେ ବି ଛାଣୁଛନ୍ତି ଯେ ସୀମା ବାହାର ହେଲେ ଆମେ ବେଶୀ ବି ନାହିଁ ଯେ 40-50 ମିନିଟ୍ ଆମେ ପଳେଇ ଗଲୁ ଆଗକେ ଦେଖ ଆମର କେନ୍ତା ଆଗକେ ପଳେଇ ଗଲେ ଯେ ORR ପଇ କେନ ଗାଡ଼ି ତ ନାଇଁ ଜାନି ତାପରେ ଆମେ ସମ୍ବଲପୁରଟା ଆମେ ଅଲର ପଏଣ୍ଟ ପଳେଇ ଆଇଲୁ ଯେ ଆମେ